ବର୍ତ୍ତମାନ ସମୟରେ ଏଠି ଦିଲ୍ଲୀରେ ବହୁତ ହି ଥଣ୍ଡା ପଡୁଛି ଆଉ ସଣ୍ଡେଟା ମୋର ଏମିତି କ୍ରିସ୍ପି ପକୋଡ଼ା ଆଉ ଚାଏ ବିନା ଇନକମ୍ପ୍ଲିଟ୍ ଲାଗେ। ତ ଆଜି ମୁଁ ଆପଣଙ୍କ ସାଙ୍ଗରେ ଏଇ ପକୋଡ଼ାର ରେସିପି ସେୟାର କରିବାକୁ ଯାଉଛି। ଏଇଟା ନର୍ମାଲ ପକୋଡ଼ା ନୁହେଁ, ପାଲକ ପକୋଡ଼ା। ତ ନର୍ମାଲ ପକୋଡ଼ାଠୁ ଟିକେ ଅଲଗା ଷ୍ଟାଇଲରେ ଏଇଟା ମୁଁ ପ୍ରିପେୟାର କରିଛି ଆଉ ଏଇଟା ବହୁତ ହି କ୍ରିସ୍ପି ବନିଥାଏ। ତେବେ ଚାଲନ୍ତୁ ଆମେ ଏବେ ଆର ରେସିପି ଆରମ୍ଭ କରିବା। ପ୍ରଥମ ଥର ମୋର ଭିଡ଼ିଓ ଦେଖୁଥିଲେ ମୁଁ ଦୀପ୍ତି, ମୁଁ ନୋଏଡା ଏକ୍ସଟେନସନରେ ଚଲାଉଛି ନିଜର କ୍ଲାଉଡ୍ କିଚେନ୍। ତ ପ୍ରଥମେ ମୁଁ ଏଠି ପାଳଙ୍ଗ ଶାଗ ନେଇଛି। ବର୍ତ୍ତମାନ ସିଜନରେ ପାଳଙ୍ଗ ଶାଗଟା ବହୁତ ହି ଭଲ ଲାଗୁଛି, କଡ଼ୁଆ ବିଲକୁଲ ବି ଲାଗୁନି। ଆଉ ସେଥିରୁ ମୁଁ ଘାସ ଆଉ ଯେଉଁ ଟିକେ ମାନେ ୟେଲୋ ପତ୍ର ଥାଏ ତାକୁ ବାହାର କରିଦେଇଛି। ଆଉ ତାକୁ ଧୋଇକି ଅଳ୍ପ ଟିକେ ସମୟ ଡ୍ରାଏ କରିବା ପରେ ତାକୁ ପୁରା ଛୋଟ ଛୋଟ କରିକି ମୁଁ କାଟି ନେଇଛି। ଏବେ ଆମେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଆଡ଼୍ କରିଦେବା। ଲୁଣ ଆଡ଼୍ କରିଦେଲେ ଆମର କ'ଣ ହେବ ନା ସେଥିରୁ ପାଣିଟା ବାହାରିଯିବ। ଲୁଣ ଆଡ଼୍ କରି ଆମେ 10ରୁ 15 ମିନିଟ୍ ଛାଡ଼ିଦେବା। ପାଣି ବାହାରିଗଲା ପରେ ବାକି ଆମେ ସବୁ ଡ୍ରାଏ ଜିନିଷ ଯାହା ମିଶାଇବା କଥା ସେଥିରେ ମିଶାଇ ନେବା। ଏବେ ଏଠି ମୁଁ ନେଇଛି ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁ, ତା ସାଙ୍ଗରେ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ନେଇଛି। ତାକୁ ଏମିତି ଭାରି ଛୋଟ ଛୋଟ କରି କାଟି ଦେଇଛି। ଆଉ ପିଆଜକୁ ଗୋଟା ଗୋଟା କୋଲା ଯେମିତି ଗୋଟେ ଗୋଟେ ସିଙ୍ଗିଲ୍ ହେଇଯିବ ସେମିତି କରିବା ପାଇଁ ଟ୍ରାଏ କରନ୍ତୁ। ଆଉ ଏଠି ଆଳୁ ଆଉ ପିଆଜକୁ ଏବେ ମୁଁ ପାଲକ ସାଙ୍ଗରେ ମିଶାଇ ନେଇଛି। ଆପଣମାନେ ଆଳୁ ପିଆଜକୁ ମିଶାଇଲେ ଏଥିରେ ଟିକେ ଭଲ ଭଲ୍ୟୁମ୍ ବି ଦେଇଥାଏ, ତା ସାଙ୍ଗରେ ଟେଷ୍ଟ ବି ଦେଇଥାଏ। ଏବେ ଆଳୁ ପିଆଜଟାକୁ ମୁଁ ଏଇଟାକୁ ଟ୍ରାନ୍ସଫର୍ କରିଦେଉଛି, କାହିଁକିନା ଏଇଟା ବହୁତ ଛୋଟ ପଡ଼ିଯିବ। କାହିଁକିନା ଏଥିରେ ବାକି ବହୁ ଜିନିଷ ଆହୁରି ମିଶାଇକି ତାକୁ ଆମେ ମିକ୍ସ କରିବାର ଅଛି। ସେଥିପାଇଁ ଟିକେ ବଡ଼ ବାଉଲକୁ ମୁଁ ଏଠି ଟ୍ରାନ୍ସଫର୍ କରିଦେଉଛି। ଏ ସବୁ ଜିନିଷକୁ ପ୍ରଥମେ ଆମେ ଭଲ ଭାବରେ ମିକ୍ସ କରିନେବା। ତାପରେ ଏଥିରେ ଆମେ ଯାହା ବି ଡ୍ରାଏ ଜିନିଷ ଆଡ଼୍ କରିବା କଥା ସବୁ କରିବା। ଏଠି ମୁଁ ଧନିଆ ପତ୍ରକୁ କାଟି ନେଇଛି। ଆଉ ଧନିଆ ପତ୍ର ଯେଉଁ ଡାଙ୍ଗଟା ତଳକୁ ଥାଏ ସେଇଟା ବହୁତ ଭଲ ଲାଗେ, ତ ସେଇଟା ଜ୍ୟାଦାତର କାଟନ୍ତୁ। ଆଉ ତା ସାଙ୍ଗରେ ଧନିଆ ପତ୍ର ବି ଅଳ୍ପ କିଛି କାଟିକି ମୁଁ କାଟି ନେଇଛି ଛୋଟ ଛୋଟ କରିକି। ତା ସାଙ୍ଗରେ ଏଠି ଅଦା, ରସୁଣ ଆଉ କଞ୍ଚା ଲଙ୍କା କିଛି ତାକୁ ଭଲ ଭାବରେ ମୁଁ ଛେଚି ନେଇଛି। ଏଇସବୁ ଜିନିଷକୁ ଆମେ ଏବେ ଏ ମିକ୍ସଚରରେ ଆଡ଼୍ କରିନେବା। ଆଉ ଏଇଟା ବହୁତ ହି ଇମ୍ପୋର୍ଟାଣ୍ଟ ଜିନିଷ। ଏସବୁ ଜିନିଷ ଆଡ଼୍ କଲେ ପକୋଡ଼ାର ଟେଷ୍ଟ ବହୁତ ହି ଭଲ ଆସିଥାଏ। ତ ଧନିଆ ଆଉ ଅଦା, ରସୁଣ, କଞ୍ଚା ଲଙ୍କାର ଛେଚାକୁ ମୁଁ ଏଠି ଆଡ଼୍ କରି ନେଇଛି। ଏବେ ଆମେ ଏଥିରେ ଆଡ଼୍ କରିବା ବେସନକୁ। ତ ବେସନ ପାଖାପାଖି 4 ଟେବୁଲ ସ୍ପୁନ୍ ବେସନ ଆଡ଼୍ କରିବା। ତା ସାଙ୍ଗରେ ଏଠି ମୁଁ 4 ଟେବୁଲ ସ୍ପୁନ୍ କର୍ଣ୍ଣଫ୍ଲୋର ବି ଆଡ଼୍ କରୁଛି। ତା ସାଙ୍ଗରେ ଏଠି ଜିରା 1 ଟିସ୍ପୁନ୍ ମୁଁ ଆଡ଼୍ କରିଦେଇଛି। ତା ସାଙ୍ଗରେ ଏଠି 2 ଟେବୁଲ ସ୍ପୁନ୍ ମୁଁ ଆଡ଼୍ କରିଛି ଚାଉଳ ଗୁଣ୍ଡ ବା ରାଇସ୍ ଫ୍ଲୋର୍, ଆପଣମାନେ ଯାହା ବି କହିପାରନ୍ତି ତାକୁ। ଏବେ এই ସବୁ ଜିନିଷକୁ ବହୁତ ଭଲ ଭାବରେ ମିକ୍ସ କରିଦେବା। ପାଣି ବିଲକୁଲ ବି ଆଡ଼୍ କରନ୍ତୁନି, ପାଣିର ଜରୁରତ ବି ପଡ଼ିବନି। କାହିଁକିନା ପାଳଙ୍ଗ ଶାଗ ଆଉ ପିଆଜରୁ ଦୁଇଟାକରୁ ପାଣି ବାହାରିବା ପରେ ସେ ଏମିତି କିଛି ଅଟୋମେଟିକ୍ ପେଷ୍ଟ ବନିଯିବ। ଏବେ ମୁଁ କଡ଼େଇରେ ତେଲ ଆଡ଼୍ କରିଦେଇଛି। ଆଉ ତେଲକୁ ବହୁତ ଭଲ ଭାବରେ ଆମେ ଗରମ କରିନେବା ମିଡ଼ିୟମ୍ ଫ୍ଲେମ୍ରେ। ହାଇ ଫ୍ଲେମ୍ରେ ଗରମ କରନ୍ତୁନି, ତେଲଟା ବହୁତ ଅଧିକା ଗରମ ହେଇଯିବ। ପକୋଡ଼ାଟା ପକାଇଲା ମାତ୍ରେ ସେଥିରେ ପୋଡ଼ିଯିବ। ଏବେ ଦେଖନ୍ତୁ ତେଲ ଗରମ ହେଇଗଲା ପରେ ମୁଁ ସେଥିରେ ପକୋଡ଼ାକୁ ଗୋଟେ ଗୋଟେ କରିକି ଆମେ ଆଡ଼୍ କରିଦେବା। ସେପ୍ ଆପଣମାନେ ଯାହା ବି ଦେଇପାରିବେ ଆପଣଙ୍କ ଖୁସିରେ। ତ ପକୋଡ଼ାର ଏମିତି ନର୍ମାଲ ସେପ୍, ପକୋଡ଼ା ସେପ୍ ହିଁ ମୋତେ ଭଲ ଲାଗେ, କାହିଁକିନା ଏଇଟା ସବୁଆଡ଼ୁ କ୍ରିସ୍ପି ହେଇଥାଏ। ସେଥିଲାଗି ମୋତେ ଏମିତି ନର୍ମାଲ ସେପ୍ରେ ମୋତେ ପକୋଡ଼ାଟା ବନେଇଲେ ବହୁତ ହି ପସନ୍ଦ ଆସେ। ଆଉ ଏମିତି ପତଲା ପତଲା ଯେତେ ଛୋଟ ହେଇପାରିବ ସେତେ ଛୋଟ ସେପ୍ର ଆପଣମାନେ ବନେଇବା ପାଇଁ ଚେଷ୍ଟା କରନ୍ତୁ। ଆଉ ତାକୁ ତଳ ଉପର କରିକି ଓଲଟେଇ ନିଅନ୍ତୁ। ଆଉ ବାକି ସବୁ ଜିନିଷ ପ୍ରୋସିଡିଓର ତ ଆମର ସେମିତି ରହିବ। ହଁ, ଟିକେ ଏଟାକୁ ୟେଲୋ କଲର୍, ଗୋଲ୍ଡେନ୍ ୟେଲୋ କଲର୍ କରିଦିଅନ୍ତୁ, ତ ବହୁତ ହି କ୍ରିସ୍ପି ଏଟା ବନିବ। ତାକୁ କଣ୍ଟିନ୍ୟୁ ବିଲକୁଲ ବି मतलब ଓଲଟାନ୍ତୁନି, ତ କୁକ୍ ହେବନି। ତାକୁ 5 ମିନିଟ୍ ଛାଡ଼ିକା ବା 2 ମିନିଟ୍ ଛାଡ଼ିକି ଆପଣମାନେ ଓଲଟେଇ ନିଅନ୍ତୁ। ଏମିତି ଭାବରେ 3-4 ଥର ତଳ ଉପର କରିନେଲେ ତାର ସବୁ ସାଇଡ଼୍ ବହୁତ ଭଲ ଭାବରେ କୁକ୍ ହେଇଯିବ। ଏଇଟା ଏବେ ଦେଖନ୍ତୁ ବହୁତ ଭଲ ଭାବରେ ଗୋଲ୍ଡେନ୍ ବ୍ରାଉନ୍ ହେଇଗଲାଣି। ତ ତାକୁ ଆମେ ଏବେ କାଢ଼ି ନେବା। ମୁଁ ଏଠି ଆବାଜଟା ଆପଣଙ୍କୁ ଶୁଣାଇ ପାରୁନି, କିନ୍ତୁ ବହୁତ ଏଇଟା କ୍ରିସ୍ପି ବନିଛି। କାହିଁକିନା ଏଠି ଅଲଗା କିଛି मतलब ଚିମିନିଟାକୁ ମୁଁ ବନ୍ଦ କରିବାକୁ ଭୁଲି ଯାଇଥିଲି, ସେଥିଲାଗି ବହୁତ ଅଜିବ୍ ସା ଆବାଜ ଆପଣଙ୍କୁ ଶୁଣାଯିବ। ସେଥିଲାଗି ମୁଁ ସେଇଟାକୁ ଶୁଣାଉନି ଆପଣଙ୍କୁ ଆବାଜଟା। ଆଉ ଏଠି ଦେଖନ୍ତୁ କିଛି ମୁଁ ରାଉଣ୍ଡ ସେପ୍ରେ ବି ବନେଇଛି, କାହିଁକିନା ଏଇଟା ଗୋଟେ ଅର୍ଡ଼ର ପାଇଁ ମୁଁ ବନାଉଥିଲି। ତ ତାଙ୍କର ଡିମାଣ୍ଡ ଥିଲା ରାଉଣ୍ଡ ସେପ୍ରେ ବନେଇବା ପାଇଁ। ତ ରାଉଣ୍ଡ ସେପ୍ରେ ତ ମୁଁ ବନେଇଦେଲି, କିନ୍ତୁ ପଛରେ ସେ ମନା କରିଦେଲେ କି ରାଉଣ୍ଡ ସେପ୍ର ଦରକାର ନାହିଁ ବୋଲି। ତ ସେଥିପାଇଁ ମୁଁ ତାକୁ କ'ଣ କଲି ନା ପୁଣି ଥରେ
तार शेप को चेंज करिकी मु ताको जेमती पियाजी बना जाए हमर पियाज को हल्का प्रेस करिकी बनाती ताको पुणी मु सेमती बरा शेप रो बने देली आपण माने एटा को पालंग बरा भी कहि परिबे। आउ एठी एबे मु मो निज पई काढुची चा आउ पकोड़ा बहुत रेयर तो मु खाए किंतु हाँ जितेबेले पकोड़ा बने ता संगे चाटा निश्चिंत भाବରେ रहे। एटा होची ग्रीन चटनीटा आर रेसिपी मु आगरु आपनक से शेयर कर देची टमाटो और धनिया पत्रर। आउ मु एबे चाहूची मोर चा संगरे पकोड़ा एंजॉय करिया को किंतु आपण माने वीडियो को लाइक और शेयर करिके ही जिबे ता सह एमिति कंटेंट आगो को देखिया पई चैनल को सब्सक्राइब मध्य करि नेबे।